ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅଦ୍ଭୁତ ସୁଯୋଗ ଆମେ ପାଇଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ এই ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ମଧ୍ୟ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କ କମେଣ୍ଟସ୍ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କର ପ୍ରାର୍ଥନା ପଏଣ୍ଟକୁ ନେଇ ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ଆପଣମାନଙ୍କ ଜୀବନରେ ଅଦ୍ଭୁତ କାର୍ଯ୍ୟ କରୁଥିବେ ଏହା ଆମେ ବିଶ୍ୱାସ କରୁଅଛୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ବହୁତ ସୁନ୍ଦର ପ୍ରସଙ୍ଗ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ମନୋନୀତ ମହିଳା କାହିଁକି ସେ ଏକଲା ଚାଲେ? ମନୋନୀତ ସ୍ତ୍ରୀ କାହିଁକି ସେ ଏକଲା ଚାଲେ? ମନୋନୀତ ଝିଅ କାହିଁକି ସେ ଏକଲା ଚାଲେ? এই ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ପ୍ରିୟମାନେ, ମନୋନୀତ ସ୍ତ୍ରୀ ମାନେ, ମନୋନୀତ ପ୍ରଭୁଙ୍କ ଦାସ ମାନେ, ସେମାନେ ଏକଲା ଏକଲା ପ୍ରଭୁଙ୍କ ସହିତ ସେମାନେ ଚାଲନ୍ତି। କାହିଁକି ସେମାନେ ପ୍ରଭୁଙ୍କ ସହିତ ଏକଲା ଏକଲା ଚାଲନ୍ତି? କାରଣ ଲେଖାଯାଏ ରୋମିଓ ପୁସ୍ତକ ଏହାର 12 ଅଧ୍ୟାୟର 2 ପଦରେ, ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ। ପ୍ରିୟମାନେ, ଏ ଜଗତର ରଙ୍ଗରସ, ଜଗତର ଷ୍ଟାଇଲ, ଏ ଜଗତର ଶୈଳୀ ସେମାନଙ୍କୁ କୌଣସି ପ୍ରକାର ଭାବରେ ପସନ୍ଦ ନାହିଁ। କାରଣ ଯେଉଁମାନେ ଜଗତ ସହିତ ତାଳକୁ ତାଳ ମିଶାଇକିନା ଚାଲନ୍ତି ସେମାନେ ଭିଡ଼ରେ ଚାଲିବା ଲୋକମାନେ ଅଟନ୍ତି। ମାତ୍ର ଯେଉଁମାନେ ପରମେଶ୍ୱରଙ୍କର ଦ୍ୱାରା ସେମାନଙ୍କୁ ବଛାଯାଇଛି, ପରମେଶ୍ୱରଙ୍କ ଦ୍ୱାରା ସେମାନେ ନିରୂପିତ ହୋଇଛନ୍ତି, ଆହ୍ୱାନ ପ୍ରାପ୍ତ ହୋଇଛନ୍ତି, ସେମାନେ ପୃଥକୀକୃତ ଜୀବନଯାପନ କରନ୍ତି। ଯେତେବେଳେ ଆମେ ପୃଥକୀକୃତ ଜୀବନଯାପନ କରିବାକୁ ପ୍ରାରମ୍ଭ କରୁ, ଅନେକ ବନ୍ଧୁ ବର୍ଗ, ଆମର ନିଜର ଲୋକମାନେ ଆମମାନଙ୍କୁ ପରିତ୍ୟାଗ କରନ୍ତି, ଆମକୁ ଛାଡ଼ି ଦିଅନ୍ତି, ଆମକୁ ମିଶିବା ପାଇଁ ଇଚ୍ଛା କରନ୍ତି ନାହିଁ। ଇଏ ସବୁବେଳେ ପବିତ୍ରତା ବିଷୟରେ କହେ, ସବୁବେଳେ ପ୍ରାର୍ଥନା ବିଷୟରେ କହେ, ସବୁ ସମୟରେ ବାଇବଲ ପଢ଼ିବା, ଚର୍ଚ୍ଚ ଯିବା, ଏହିସବୁ ବିଷୟରେ କଥା କହେ। ଆଜିର ଲୋକମାନଙ୍କୁ ଏହିସବୁ କଥା ଗୁଡ଼ିକ କୌଣସି ପ୍ରକାର ଭାବରେ ସେମାନଙ୍କୁ ଆଗ୍ରହ ନାହିଁ। ସେମାନେ ରବିବାର ଦିନ ଚର୍ଚ୍ଚକୁ ଯିବେ, ପଳାଇ ଆସିବେ, ଏତିକି ସେମାନଙ୍କ ପାଇଁ ଯଥେଷ୍ଟ। ମାତ୍ର ମନୋନୀତ ମହିଳାମାନେ, ମନୋନୀତ ଝିଅମାନେ, ସେମାନେ ପ୍ରତିଦିନ ପରମେଶ୍ୱରଙ୍କ ସହିତ ଚାଲନ୍ତି। ପ୍ରତିଦିନ ସେମାନେ ପରମେଶ୍ୱରଙ୍କ ସହିତ ସହଭାଗିତା କରନ୍ତି। କାରଣ ସେମାନେ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅନ୍ତି ନାହିଁ। ସେମାନେ ନିଜକୁ ସଜେଇ ହେବା, ମେକଅପ୍ କରିବା ସଜେଇ ହେବାଟା ଖରାପ ନୁହେଁ। ମାତ୍ର ଏତେ ହାର୍ଡ ମେକଅପ୍, ଏତେ ସଜେଇ ହେବା, ଏତେ ସମୟ ଧରି ସେମାନେ ସଜେଇ ହୁଅନ୍ତି ଯେ ସେତିକି ସମୟ ଧରି ସେମାନେ ପ୍ରାର୍ଥନା ମଧ୍ୟ କରିପାରନ୍ତି ନାହିଁ, ବାଇବଲ ମଧ୍ୟ ପଢ଼ିପାରନ୍ତି। ନିଜର ଚୁଟିକୁ, ନିଜର ଶରୀରକୁ କରିବାରେ ସେମାନେ ବହୁତ ସମୟ ଗୁଡ଼ିକ ବିତାନ୍ତି। ଏସବୁ ଖରାପ ବୋଲି ମୁଁ ଆପଣମାନଙ୍କୁ କହୁନାହିଁ। ମାତ୍ର ମନୋନୀତ ମହିଳାମାନେ ଏହିସବୁ ବିଷୟ ଗୁଡ଼ିକରେ ସେମାନେ ଇଣ୍ଟରେଷ୍ଟେଡ୍ ନୁହନ୍ତି। ସେମାନଙ୍କର ଇଣ୍ଟରେଷ୍ଟେଡ୍ କ'ଣ? ଯାହାକି ପିତର ସେ ଆମମାନଙ୍କୁ କହୁଛନ୍ତି। ଯଦି ଆମେ ପଢ଼ିବା ପିତର ପୁସ୍ତକ, ପ୍ରଥମ ପିତର ଏହାର 3 ଅଧ୍ୟାୟ, ଏହାର 3 ପଦରୁ ଆମେ ଯଦି ପଢ଼ିବା, ଆମେ ପୁଣି କେଶବେଶ, ସୁବର୍ଣ୍ଣ ଆବରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହେଉ। ଯେଉଁମାନେ ମନୋନୀତ ନାହାନ୍ତି ସେମାନେ ଏହିସବୁ ଭୂଷଣରେ ସେମାନେ ଲାଗି ରହନ୍ତି। କି ପ୍ରକାର ଭାବରେ ନୂଆ ନୂଆ ଭାବରେ ନିଜକୁ ସଜେଇ ହେବା, ଚୁଟି କୁଣ୍ଡେଇବା, ଏସବୁ ଲାଗି ରହନ୍ତି। ମାତ୍ର ଯେଉଁମାନେ ମନୋନୀତ ଅଛନ୍ତି ସେମାନେ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ। ସେମାନେ ଏହିସବୁ ବିଷୟରେ ମନୋଯୋଗୀ। କି ପ୍ରକାର ଭାବରେ ମୋର ଚିନ୍ତା ଭାବନାକୁ ମୁଁ ପବିତ୍ର ରଖିବି, କି ପ୍ରକାର ଭାବରେ ମୋର ହୃଦୟକୁ ପବିତ୍ର ରଖିବି, କି ପ୍ରକାର ଭାବରେ ମୋର ଜିହ୍ୱାରେ ମୁଁ ଠିକ୍ ଠିକ୍ କଥା କହିବି, ମୋ ଆଖି ଦ୍ୱାରା ମୁଁ ଠିକ୍ ଠିକ୍ ବିଷୟ ଗୁଡ଼ିକ ଦେଖିବି। এইটা ସେମାନଙ୍କର ଅଭିଳାଷ, ସେମାନଙ୍କର ଆନ୍ତରିକ ସୁନ୍ଦରତା। ସେମାନେ ଜାଣନ୍ତି, ମନୋନୀତ ମହିଳାମାନେ, ଯେ ଆମମାନଙ୍କ ପରମେଶ୍ୱରକୁ କେଉଁ ସୁନ୍ଦରତା ପସନ୍ଦ। ସେଥିପାଇଁ ସେମାନେ ଏକଲା ହେଇଯାଆନ୍ତି, ସେଥିପାଇଁ ସେମାନେ ନିସଙ୍ଗତାରେ ଜୀବନଯାପନ କରନ୍ତି। ଅନ୍ୟମାନେ ତାଙ୍କ ସହିତ ମିଶିବା ପାଇଁ ପସନ୍ଦ ମଧ୍ୟ କରନ୍ତି ନାହିଁ, କାରଣ ଏ କେବଳ ଆନ୍ତରିକ ବିଷୟରେ କହେ। ପ୍ରିୟମାନେ, ମନୋନୀତ ମହିଳାମାନେ କାହିଁକି ଏକଲା ଚାଲନ୍ତି? କାରଣ ସେମାନେ ବର୍ତ୍ତମାନ ଜଗତର ଅନୁରୂପୀ ହୁଅନ୍ତି ନାହିଁ। କାହିଁକି ସେମାନେ ଏକଲା ଚାଲନ୍ତି? ଯେ ସେମାନେ ବାହିକ ସୌନ୍ଦର୍ଯ୍ୟ ଅପେକ୍ଷା ଆନ୍ତରିକ ସୌନ୍ଦର୍ଯ୍ୟକୁ ବେଶୀ ଗୁରୁତ୍ୱ ଦିଅନ୍ତି।
ସେଥିପାଇଁ ସେମାନେ ନିରୋଳାରେ ରହିବାକୁ ପଡ଼ିବ। ଅନେକ ଜଣ ତାଙ୍କ ସହିତ ଫେଲୋସିପ୍ ହେବାଟା ଛାଡ଼ିଦେଲେ। ଅନେକ ସାଙ୍ଗସାଥି ତାଙ୍କ ସହିତ କଥାବାର୍ତ୍ତା ହେବାଟା ବନ୍ଦ କରିଦେଲେ, କାରଣ ସେମାନେ ମନୋନୀତ ଅଛନ୍ତି, ସେମାନେ ଜଗତର ଲୋକ ନୁହନ୍ତି। ଯଦି ଆମେ ପଢ଼ିବା, ମୋ ସହିତ ଆପଣ ଯଦି ପଢ଼ିବେ ଗୋଟିଏ ପଦ, ଯାହାକି ଗୀତ ସଂହିତା 73 ଗୀତର 25 ପଦରେ ଲେଖାଗଲା, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କିଏ ଅଛି, ମୁଁ ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଚା କରୁନାହିଁ। ପ୍ରିୟମାନେ, ଏଇଟା ମନୋନୀତ ମହିଳା ମାନଙ୍କର, ଏଇ ପୃଥିବୀରେ ରହି ସେମାନଙ୍କର ବାଞ୍ଚା କେବଳ ପରମେଶ୍ୱରଙ୍କ ପ୍ରତି ଧ୍ୟାନ, କାରଣ ସେମାନେ ମନୋନୀତ ଅଛନ୍ତି। ପରମେଶ୍ୱର ଯାହାକୁ ମନୋନୀତ କରନ୍ତି ସେମାନେ ଭିଡ଼ ମଧ୍ୟ ରହିପାରନ୍ତି ନାହିଁ, ଗହଳି ମଧ୍ୟ ରହିପାରନ୍ତି ନାହିଁ, ଗୋଟେ କମ୍ପ୍ରମାଇଜ ଜୀବନଯାପନ କରିପାରନ୍ତି ନାହିଁ। ସେଥିପାଇଁ ମନୋନୀତ ମହିଳାମାନେ ସେମାନେ ଏକଲା ଏକଲା ବାସ କରନ୍ତି। ପ୍ରିୟମାନେ, ଗୋଟେ ପଦ ଆମେ ଦେଖିବା, ଆମେ ଯେଉଁମାନେ ମନୋନୀତ ମହିଳାମାନେ ସେମାନଙ୍କ ବିଷୟରେ ଲେଖାଯାଏ। ଯଦି ଆମେ ହିତୋପଦେଶ 31 ଅଧ୍ୟାୟ ଏହାର 29ରୁ ପଢ଼ିବା, ଅନେକ କନ୍ୟା ଗୁଣ ଦେଖାଇ ଅଛନ୍ତି, ମାତ୍ର ତୁମ୍ଭେ ସେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ, ଲାବଣ୍ୟ ପ୍ରବଞ୍ଚନା ଜନକ, ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତ ହେବ। ସେମାନେ ସଦାପ୍ରଭୁଙ୍କୁ ଭୟ କରିବା ସ୍ତ୍ରୀମାନେ। ବଚସା କରିବା, ଆ କଥା ତାକୁ କହିବା, ଚୁଗଲି କରିବା, ଫାଲତୁ ବିଷୟରେ କଥାବାର୍ତ୍ତା ହେବା, ଫାଲତୁରେ ସମୟକୁ ନଷ୍ଟ କରିବା, ଏସବୁ ସେମାନଙ୍କର ନାହିଁ। ସେମାନେ ସଦାପ୍ରଭୁଙ୍କୁ ଭୟ କରୁଥିବା ସ୍ତ୍ରୀ ଲୋକମାନେ। ସିରିଏଲ ଦେଖି ଦେଖି ଟାଇମ ନଷ୍ଟ କରିବା, କୌଣସି ଗୋଟିଏ ଦୋକାନରେ ଯାଇ ନିଜକୁ ସଜେଇ ହେବା ପାଇଁ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ କିଣିବାରେ ସମୟ ବର୍ବାଦ କରିବା, ଏସବୁ ନାହିଁ। ପ୍ରଭୁଙ୍କୁ ଭୟ କରୁଥିବା ସ୍ତ୍ରୀ ଲୋକମାନେ ଅଟନ୍ତି। ପ୍ରିୟମାନେ, ଏହି ପ୍ରକାର ସ୍ତ୍ରୀମାନେ ସଦାପ୍ରଭୁଙ୍କ ଦ୍ୱାରା ସେମାନେ ପ୍ରଶଂସିତ ହେବେ। ମାତ୍ର ଜଗତ ଆଜି ଏହି ପ୍ରକାର ସ୍ତ୍ରୀମାନଙ୍କୁ ପସନ୍ଦ କରେ ନାହିଁ, କାରଣ ଏ ମୁକ୍ତାର ମୂଲ୍ୟ କେବଳ ବୁଦ୍ଧିମାନ ଲୋକ, ଜ୍ଞାନବାନ ଲୋକ ହିଁ ଜାଣନ୍ତି। ସେଥିପାଇଁ ସେ ଲେଖନ୍ତି ହିତୋପଦେଶ 31:10ରେ, ଗୁଣବତୀ ସ୍ତ୍ରୀ କିଏ ପାଇପାରେ, ମୁକ୍ତା ଠାରୁ ହିଁ ତାହାର ମୂଲ୍ୟ ଅଧିକ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଥିପାଇଁ ମନୋନୀତ ମହିଳାମାନେ ସେମାନେ ନିରୋଳାରେ ରହନ୍ତି, ଏକଲା ଏକଲା ପ୍ରଭୁଙ୍କ ସହିତ ଚାଲନ୍ତି, କାରଣ ଅନ୍ୟ ବନ୍ଧୁବର୍ଗମାନେ ତାଙ୍କ ସହିତ ଚାଲିବା ପାଇଁ ସାହସ କରନ୍ତି ନାହିଁ। ତାଙ୍କେ ଯେଉଁ ମାର୍ଗ, ସଂକୀର୍ଣ୍ଣ ମାର୍ଗ, ଦୁର୍ଗମ ପଥ ଧରିଛନ୍ତି, ସେଇ ପଥରେ ଚାଲିବା ପାଇଁ ସେମାନଙ୍କୁ ପସନ୍ଦ ନାହିଁ। ସେମାନେ କହିବେ ଆଜି ଉପବାସ କରିବା, ଆଜି ବାଇବଲ ପଢ଼ିବା, ଆଜି ଆମମାନେ ଅନ୍ୟମାନଙ୍କ ନିମନ୍ତେ ମଧ୍ୟସ୍ଥ ପ୍ରାର୍ଥନା କରିବା, ଏହିସବୁରେ ସେମାନେ ମନୋଯୋଗ କରନ୍ତି। ନିଜ ପରିବାରର ମଧ୍ୟ ବହୁତ ସୁନ୍ଦର ଭାବରେ ଯତ୍ନ ନିଅନ୍ତି, ନିଜ ସ୍ୱାମୀଙ୍କର ଯତ୍ନ ନିଅନ୍ତି। କାରଣ ମନୋନୀତ ମହିଳାମାନଙ୍କର ଲେଖାଯାଏ, ଯଦି ଆମେ 31:23 ପଢ଼ିବା ହିତୋପଦେଶ, ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର ଦ୍ୱାରରେ ବସିବା ବେଳେ ଚିହ୍ନା ଯାଏ। କାରଣ ତା ସ୍ୱାମୀକୁ ସେ ଏତେ ସୁନ୍ଦର ଭାବେ ତିଆରି କରେ, ଯେ ପ୍ରକାର କି ତାଙ୍କ ସ୍ୱାମୀ ଅନ୍ୟମାନଙ୍କ ଠାରେ ଚିହ୍ନା ଯାଏ। ତା ପଛେ ଲେଖାଯାଏ, ଏତେ ସୁନ୍ଦର ଭାବରେ ତାଙ୍କର ସନ୍ତାନମାନେ, 28 ପଦରେ, ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ ଏ ରୂପ ପ୍ରଶଂସା କରେ। ମନୋନୀତ ମହିଳାମାନେ ନିଜ ପରିବାରକୁ ଅତି ସୁନ୍ଦର ଭାବରେ ଯତ୍ନ ନିଅନ୍ତି, ଆଉ ତାଙ୍କର ଯତ୍ନ ଦ୍ୱାରା ତାଙ୍କ ପରିବାରର, ତାଙ୍କର ପୁଅ ଝିଅ ସ୍ୱାମୀମାନେ ତାଙ୍କୁ ଧନ୍ୟ 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 ଆଶୀର୍ବାଦ ପ୍ରାପ୍ତ ସେମାନେ କହନ୍ତି। ପ୍ରିୟମାନେ, ମନୋନୀତ ମହିଳାମାନେ ଏକଲା ଚାଲନ୍ତି। ଯଦି ଆଜି ଆପଣ ଏକଲା ହେଇଛନ୍ତି, ଆପଣଙ୍କ ସହିତ କେହି ମିଶୁନାହାନ୍ତି, ତାହେଲେ ଆପଣ ଜାଣନ୍ତୁ ଆପଣ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଅଟନ୍ତି। ପ୍ରଭୁ ଆପଣଙ୍କୁ ବାଛିଛନ୍ତି। ଯେଉଁମାନଙ୍କୁ ପ୍ରଭୁ ବାଛିଛନ୍ତି ସେମାନେ ଏକଲା ଏକଲା ରହିଛନ୍ତି, ଭିଡ଼ ସହିତ ସେମାନେ ଯାଇପାରନ୍ତିନି। ଆଜି ଅନେକ ଜଣ ଆପଣଙ୍କ ସହିତ କଥାବାର୍ତ୍ତା ହେଉନାହାନ୍ତି, ଚାଟିଂ କରୁନାହାନ୍ତି, ଆପଣଙ୍କ ସହିତ ସମୟ ବିତାଉନାହାନ୍ତି, ଆପଣଙ୍କ ଘରକୁ ଆସୁନାହାନ୍ତି, ତାହେଲେ ବ୍ୟତିବ୍ୟସ୍ତ ହେବା ଦରକାର ନାହିଁ। କାରଣ ଆପଣ ମନୋନୀତ ଲୋକ ଅଟନ୍ତି, ଆପଣ କାହାର କୌଣସି କ୍ଷତି କରିନାହାନ୍ତି, ପରମେଶ୍ୱରଙ୍କୁ ଆପଣ ସର୍ବୋଚ୍ଚ ସ୍ଥାନ ଦେଇଛନ୍ତି, ଜଗତର ଅନୁରୂପୀ ହେଇନାହାନ୍ତି। ଆପଣ ବାହିକ ବିଷୟ ଉପରେ ଧ୍ୟାନ ନ ଦେଇ ଆନ୍ତରିକ ବିଷୟ ଉପରେ ଆପଣ ଧ୍ୟାନ ଦେଇଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କୁ ଆହୁରି ସେ ପ୍ରକାର ପ୍ରଭୁଙ୍କ ସହିତ ଚାଲିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ। ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ, ତୁମେ ମନୋନୀତ ଲୋକମାନଙ୍କୁ ସମ୍ଭାଳିବା ପରମେଶ୍ୱର।
ଆମେ ତୁମକୁ ଧନ୍ୟବାଦ ଦଉଛୁ। ଆଜି ମଧ୍ୟ ଏହି ପ୍ରକାର ଅନେକ ମନୋନୀତ ମହିଳାମାନେ ଅଛନ୍ତି ଯେଉଁମାନେ କି ଏକଲା ଚାଲୁଛନ୍ତି, ସେମାନଙ୍କ ନିମନ୍ତେ ଧନ୍ୟବାଦ। ଏହି ପ୍ରକାର ମନୋନୀତ ମହିଳାମାନଙ୍କୁ ତୁମେ ଆମମାନଙ୍କ ମଧ୍ୟରେ ରଖିଛ, ସେମାନଙ୍କୁ ଆଶୀର୍ବାଦ କର, ଯତ୍ନ ନିଅ। ପବିତ୍ର ଆତ୍ମା ଓ ଶକ୍ତିରେ ତୁମେ ପରିପୂର୍ଣ୍ଣ କରି ତୁମ ନିମନ୍ତେ ସେମାନଙ୍କୁ ବଢ଼ାଅ, ବଞ୍ଚାଅ। ତୁମ ନିମନ୍ତେ ପ୍ରଭୁ ବ୍ୟବହାର କର ପ୍ରଭୁ, ଏହା ମୁଁ ପ୍ରାର୍ଥନା କରୁଛି। ଏହି ପ୍ରକାର ମନୋନୀତ ମହିଳାମାନେ ଦିନ ପ୍ରତିଦିନ ହଁ ପ୍ରଭୁ ସେମାନେ ବଢ଼ନ୍ତୁ, ଏହା ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ପ୍ରଭୁ ତୁମେ ଆମମାନଙ୍କୁ ଅନଲାଇନ୍ ସେବା କାର୍ଯ୍ୟ ମାଧ୍ୟମରେ ଅନେକଙ୍କ ନିକଟରେ ପହଞ୍ଚିବା ପାଇଁ ତୁମେ ଦେଉଛ। ଯେଉଁମାନେ ଏ ସନ୍ଦେଶ ଶୁଣିବେ ସେମାନଙ୍କୁ ଆଶୀର୍ବାଦ କର ପ୍ରଭୁ, ଯତ୍ନ ତୁମେ ନିଅ ପ୍ରଭୁ। ଏହି ସୁନ୍ଦର ବାକ୍ୟ ନିମନ୍ତେ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି ତାହେଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ଆମେ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।